ସମସ୍ତଙ୍କୁ ନମସ୍କାର। ଆଜି ମୁଁ ଭାଇ ଭାଇ ସମସ୍ୟା ଉପରେ ଗୋଟେ ଛୋଟ କାହାଣୀ କହିବାକୁ ଚାହୁଁଛି। ବାପା ମାଙ୍କର 3 ପୁଅ ଥିଲେ। ଯେତେବେଳେ ବଡ଼ ହେଲେ, ବାହାସାହା ହେଲେ, ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ହେଲା। ତେଣୁ ସେମାନେ ଭାବିଲେ ଆଉ ଗୋଟିଏ ଜାଗାରେ ନ ରହି ବା ଗୋଟିଏ ରୋଷେଇ ନ କରି ଚୁଲି ଅଲଗା କରିବେ, ଅଲଗା ହେବେ। ବାପା ମାଙ୍କୁ ଜଣାଇ ଦିଆଗଲା। ତାପରେ 3 ଭାଇ ମିଶି ସ୍ଥିର କଲେ ଯେ ଘର ଜମିବାଡ଼ି ଏସବୁ 3 ବାଣ୍ଟ ହେବ। ସେଇଆ ହେଲା। ବଡ଼ ଭାଇ ବହୁତ ଚେଷ୍ଟା କରୁଥିଲେ ଏକାଠି ରହିବା ପାଇଁ, କିନ୍ତୁ ସାନ 2 ଭାଇଙ୍କ ଜିଦ୍ ଯୋଗୁଁ ସେ ମଧ୍ୟ ହାର ମାନିଲେ। ତାପରେ ସାନ 2 ଭାଇ କହିଲେ ଯେ ଏବେ ବାପା ମାଙ୍କର କ'ଣ ହବ? ସବୁଦିନ ବାପା ମାଙ୍କୁ କିଏ ପୋଷିବ? ସେମାନେ ବୁଢ଼ାବୁଢ଼ୀ ହେଲେଣି। ତେଣୁ ଆମେ ଗୋଟେ କାମ କରିବା, ବର୍ଷକୁ 12 ମାସ, 12କୁ 3ରେ ହରିଲେ 4 ମାସ ଲେଖା ପଡ଼ିବ। ତେଣୁ 3 ଭାଇ 4 ମାସ ଲେଖା ବାପା ମାଙ୍କୁ ପାଖରେ ରଖିବା। ଏକଥା ଶୁଣି ବଡ଼ ଭାଇ କହିଲେ, ଯଦି ତୁମମାନଙ୍କର କିଛି ଆପତ୍ତି ନଥାଏ, ତାହେଲେ ବାପା ମାଙ୍କୁ ମୁଁ ସବୁଦିନ ପାଇଁ ମୋ ପାଖରେ ରଖିବାକୁ ରାଜି ଅଛି। ସାନ 2 ଭାଇ କହିଲେ, ଆଶ୍ଚର୍ଯ୍ୟ ହୋଇଗଲେ ପ୍ରଥମେ। ତାପରେ କହିଲେ, ହଉ ଠିକ୍ ଅଛି, ବାପା ମା ଯାହା ଭତ୍ତା ପାଉଛନ୍ତି ତାହା ତୁମେ ରଖିଦେବ। କିନ୍ତୁ ବଡ଼ ଭାଇ କହିଲେ, ନାଇଁ ନାଇଁ, ମୁଁ ସେ ଭତ୍ତା ଟଙ୍କା ପାଇଁ ବାପା ମାଙ୍କୁ ରଖିବା ପାଇଁ ଚାହୁଁନି। ଯଦି ତୁମେମାନେ ଚାହୁଁଛ ଭତ୍ତା ଟଙ୍କା ନେଇପାର, କିନ୍ତୁ ବାପା ମାଙ୍କୁ ମୁଁ ବର୍ଷକ ସାରା ବା ସବୁଦିନ ପାଇଁ ମୋ ପାଖରେ ରଖିବି। ସାନ 2 ଭାଇ ମନେ ମନେ ହସିଲେ ଆଉ କହିଲେ, ହଁ, ବଡ଼ ପୁଅ ଯେହେତୁ ରଖନ୍ତୁ, ଅସୁବିଧା କ'ଣ? ତାପରେ ସ୍ଥିର ହେଲା ଯେ ବାପା ମା ବଡ଼ ଭାଇଙ୍କ ପାଖରେ ରହିବେ। ବଡ଼ ଭାଇଙ୍କ ସ୍ତ୍ରୀ ନିରୋଳାରେ ବଡ଼ ଭାଇଙ୍କି ପଚାରିଲେ ଯେ ସବୁ ତ ବାଣ୍ଟକୁଣ୍ଟ ହେଲା, ସବୁ ତ 3 ଭାଇଙ୍କ ଭିତରେ ବାଣ୍ଟ ହେଲା, ତ ତମେ କାହିଁକି ବାପା ମାଙ୍କୁ ସବୁଦିନ ପାଇଁ ନିଜ ପାଖରେ ରଖିବା ପାଇଁ ଚାହୁଁଛ? ସେତେବେଳେ ବଡ଼ ଭାଇ ଜଣକ ଉତ୍ତର ଦେଲେ, ଯାହା କହିଲ ଠିକ୍ ଯେ ସବୁ 3 ବାଣ୍ଟ ହେଲା, ସବୁ ଠିକ୍ ଅଛି, କିନ୍ତୁ ମୁଁ ଗୋଟିଏ କଥା ଭାବୁଥିଲି, ଯଦି ମୁଁ ଗୋଟିଏ ପୁଅ ହେଇଥାନ୍ତି, ତାହେଲେ କ'ଣ ମୋ ବାପା ମାଙ୍କୁ ଏମିତି 4 ମାସ ଲେଖା ବାଣ୍ଟ କରିପାରିଥାନ୍ତି? ତେଣୁ ସେଇ କଥାଟି ମନରେ ଭାବି ମୁଁ ମୋ ବାପା ମାଙ୍କୁ ସବୁଦିନ ପାଇଁ ପାଖରେ ରଖିବାକୁ ଚାହେଁ। ଯଦି ବାପା ମା ଆମ 3 ଜଣଙ୍କୁ ମଣିଷ କରିପାରିଲେ, 3 ଜଣ ପିଲା କିନ୍ତୁ ବାପା ମାଙ୍କୁ ଶେଷ ସମୟରେ ପାଖରେ ରଖିବାକୁ ରାଜି ନୁହନ୍ତି, ତେଣୁ ମୁଁ ଭାବିଲି ଯଦି ମୁଁ ଗୋଟିଏ ପୁଅ ହେଇଥାନ୍ତି, ଯାହା କରିଥାନ୍ତି ଏବେ ମଧ୍ୟ ସେଇଆ କରିବି। ଧନ୍ୟବାଦ।